ବାଲିଅନ୍ତା କେନାଲ ସବଡିଭିଜନର ମନମାନି ପ୍ରକଳ୍ପ ସ୍ଥଳରେ ଲାଗୁନି ସୂଚନା ଫଳକ। ପ୍ରାଚୀ ଡିଭିଜନ ଅଧୀନ ବାଲିଅନ୍ତା କେନାଲ ସବଡିଭିଜନ ଅଞ୍ଚଳରେ ଜଳସେଚନ ବିଭାଗ ବାଲିଅନ୍ତା କେନାଲ ସବଡିଭିଜନର ମନମାନି ପ୍ରକଳ୍ପ ସ୍ଥଳରେ ଲାଗୁନି ସୂଚନା ଫଳକ। ପ୍ରାଚୀ ଡିଭିଜନ ବାଲିଅନ୍ତା କେନାଲ ସବଡିଭିଜନ ଅଞ୍ଚଳରେ ଜଳସମ୍ପଦ ବିକାଶ ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନେତା, ବିଧାୟକ ଓ ପଦସ୍ଥ ଅଧିକାରୀ ଭିତ୍ତିପ୍ରସ୍ତର ସ୍ଥାପନ କରି ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି। ହେଲେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ସ୍ୱଚ୍ଛତା ନେଇ ଜନସାଧାରଣଙ୍କ ସୂଚନା ଲାଗି ଠିକା ସଂସ୍ଥା ବ୍ୟୟ ଅଟକଳ ତଥା ନିର୍ମାଣ କାର୍ଯ୍ୟ ସମ୍ପର୍କିତ ସୂଚନା ଫଳକ ମାରୁନାହିଁ, ଯାହାଫଳରେ ପରେ ଲକ୍ଷ ଲକ୍ଷ ଟଙ୍କା ଦର୍ଶାଇ ସରକାରୀ ଅନୁଦାନ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି। ଭିଙ୍ଗାରପୁର କୃଷି କାର୍ଯ୍ୟାଳୟ ନିକଟରେ ଗୋପ ବ୍ରାଞ୍ଚ କେନାଲର ଡାହାଣ ପାର୍ଶ୍ୱ ବନ୍ଧ ଉନ୍ନତୀକରଣ ନେଇ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ 3 କିମି ରାସ୍ତା ଭେଣ୍ଟାଲ ମରମ ପକା ନେଇ 12 ଲକ୍ଷ ଅନୁଦାନ ମଞ୍ଜୁର କରାଯାଇଛି। ସ୍ଥାନୀୟ ବିଧାୟକ ନବକିଶୋର ମଲ୍ଲିକ ମୁଖ୍ୟ ଅତିଥି, ପ୍ରଦୀପ୍ତ ଜେନାମଣି, ସମିତି ସଭ୍ୟ ଗଗନ ବିହାରୀ ସାହୁ, ସରପଞ୍ଚ ହୃଷିକେଶ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଭୀମସେନ ବେହେରା, ବେଣୁପୁର ପୂର୍ବତନ ସରପଞ୍ଚ ତପନ ପରିଡ଼ା, ପାଣି ପଞ୍ଚାୟତ ସଭାପତି ଅରୁଣ କୁମାର ଜେନା ପ୍ରମୁଖ ଯୋଗଦେଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଫଳକରେ ବିଧାୟକ, ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ନାମ ଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାମ ରଖାନଯିବା ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ନେଇ ପୂର୍ବତନ ଜିଲ୍ଲା ପରିଷଦ ଚୌଧୁରୀ ଦ୍ୱାରିକାନାଥ ଦାସ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭିତ୍ତିଫଳକ ସ୍ଥାନରେ ବାଲିଅନ୍ତା ଜଳସେଚନ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଫଳକ ଲଗାଯାଉ ନାହିଁ। ଉଲ୍ଲେଖଯୋଗ୍ୟ, କୁଶଭଦ୍ରା ନଦୀର ରାମଚନ୍ଦ୍ରପୁର ନିକଟରେ 100 କୋଟି ଟଙ୍କାର ଜଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରକଳ୍ପ ସ୍ଥାନରେ ବ୍ୟୟ ଅଟକଳ ସମ୍ପର୍କିତ ଫଳକ ଲଗାଯାଇ ନାହିଁ। ଢଳେଇ, ବାଲି, ସିମେଣ୍ଟ ଓ ରଡ଼ ଭାଗମାପ ଢଳେଇ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। କାମ ଚାଲିଥିବା ବେଳେ ଅଧିକାରୀ ଉପସ୍ଥିତ ରହୁନଥିବା ଜଣାଯାଇଛି। ମୁଖ୍ୟ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି। ମୁଁ ଚୌଧୁରୀ ଦ୍ୱାରିକାନାଥ ଦାସ, ପୂର୍ବତନ ସରପଞ୍ଚ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୋନ୍ 18 ଖୋର୍ଦ୍ଧା। ଆଜି ଦୁଃଖର ବିଷୟ ଯେ ଜଳସେଚନ ବିଭାଗ ଏ ଯେଉଁ କାମ ତାଙ୍କର ମନମାଖି କାମ କରୁଛନ୍ତି, ଉନ୍ନୟନମୂଳକ କାର୍ଯ୍ୟରେ ସରକାର ଆଜି ବିଜେପି ସରକାର ଚାଲୁଛି, ତାକୁ ଉପେକ୍ଷା କରି ସେମାନେ ତାଙ୍କ ମନ ଇଚ୍ଛା କାମ, ବିଧାୟକ ଏଠାରେ ଯେହେତୁ ବିଜେଡ଼ିର ବିଧାୟକ ଅଛନ୍ତି, ବିଧାୟକକୁ ଧରି ପ୍ରତ୍ୟେକ ଉନ୍ନୟନ କାମରେ ମାନ୍ୟବର ସାଂସଦଙ୍କ ନାମ ଫଳକରେ ନାଁ ରଖୁନାହାନ୍ତି, ଯାହାଫଳରେ କି ଆଜି ଜୟଦେବ ନିର୍ବାଚନ ମଣ୍ଡଳୀରେ ସାରା ବିଜେପି କର୍ମୀଙ୍କ ମନରେ ଗୋଟେ କ୍ଷୋଭ ପ୍ରକାଶ ପାଉଛି। ତେଣୁ ଇଏ ଗୋଟେ ଦୁଃଖର ବିଷୟ, କାରଣ ମାନ୍ୟବର ସାଂସଦ ଜୟଦେବ ବିଧାନସଭାରେ ଯେତେ ଗୋଟି ନାମ ଫଳକ ରଖିଛନ୍ତି ଆପଣମାନେ ଜାଣିଥିବେ। ଆପଣମାନଙ୍କ ମାଧ୍ୟମରେ ମୁଁ କହୁଛି, ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କୁ ତଳ ସ୍ତରରୁ ଆରମ୍ଭ କରି ଆପଣଙ୍କର ସରପଞ୍ଚ, ନୋମିନି, ଜିଲ୍ଲା ପରିଷଦ ଚେୟାରମ୍ୟାନ୍ ଏବଂ ସେଇ ମାନ୍ୟବର ବିଧାୟକ ସମସ୍ତଙ୍କ ନାମ ଫଳକରେ ରଖନ୍ତି ଏବଂ ସମସ୍ତଙ୍କର ନାମ ଫଳକରେ ଥାଇକି ସେ ନାମ ଫଳକ ପାଖରେ ଆସିକି ଉଦ୍ଘାଟନ କରନ୍ତି, ଭୂମି ପୂଜା କରନ୍ତି। କିନ୍ତୁ ଗୋଟେ ବ୍ୟତିକ୍ରମ ଆପଣମାନେ ଦେଖିଥିବେ ଏଇ ଦୁଇ ଦିନ ଭିତରେ, ଯାହାକି ଜଳସେଚନ ବିଭାଗ ସେଥିରେ ମାନ୍ୟବର ସାଂସଦଙ୍କୁ ଉପେକ୍ଷା କରି ତାଙ୍କ ନାମ ଫଳକରେ ନ ରଖି ଉଦ୍ଘାଟନ କରିଛନ୍ତି, ଯାହାକି ଆମ ବିଜେପି ସରକାର ଥିଲେ ବିଜେପି କର୍ମୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଏବଂ ଜଳସେଚନ ବିଭାଗକୁ ଆପଣମାନଙ୍କ ମାଧ୍ୟମରେ ଆମେ କହୁଛୁ, ଆମେ ବି ଉଚ୍ଚସ୍ତରୀୟ ଅଫିସରଙ୍କ ସହିତ ଯୋଗାଯୋଗ କରିବୁ ଏବଂ ଏହା ପାଇଁ ଦୃଢ଼ ପ୍ରତିବାଦ ବି ମଧ୍ୟ ଯଦି ଏଭଳି ଆଗାମୀ ଦିନରେ ହୁଏ, ଏହା ପାଇଁ ଦୃଢ଼ ପ୍ରତିବାଦ ହେବ ଏବଂ ତାଙ୍କ ବିରୁଦ୍ଧରେ ମଧ୍ୟ ଆମେ ସ୍ୱର ଉତ୍ତୋଳନ କରିବୁ।
माननीय विभागीय एसीଙ୍କ ଠାରୁ आरंभ କରି सेक्रेटरी पर्यंत एवं दरकार पड़े माननीय मुख्यमंत्री को मध्य जाई ए विषय रे दृष्टि आकर्षण करू जो आगामी दिन में कार्य न हो कारण समस्त सम्मान अच्छी समस्त निर्वाचित प्रतिनिधि वार्ड स्तर आरंभ कर जड़े वार्ड मेंबर ठारू आरंभ कर एमपी पर्यंत समस्त सम्मान अच्छी समस्त सम्मान रहू समस्त सम्मान रहिले ताधरे ये अंचल सम्मान बढ़िबो एवं आगामी दिन में प्रत्येक काम करने प्रत्येक काम समस्त सहयोग रहिले आगामी दिन में अंचल विकसित हो।